15 ପରେ ମିଳିବ ସୁଭଦ୍ରା ଟଙ୍କା। ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ତ ଦେଖନ୍ତୁ ଯଦି ଆପଣମାନେ ସୁଭଦ୍ରା ଯୋଜନାର ହିତାଧିକାରୀ ଅଛନ୍ତି ତାହେଲେ ଜାନୁଆରୀ 15 ପରେ ମିଳିବ ସୁଭଦ୍ରା ଟଙ୍କା। ବହୁତ ଲୋକ ହେଲାଣି ଏବେ ପର୍ଯ୍ୟନ୍ତ ପାଇନାହାନ୍ତି ପ୍ରଥମ କିସ୍ତି ବା ଦ୍ୱିତୀୟ କିସ୍ତି। କ'ଣ ରହିଛି ଭିଡ଼ିଓକୁ ଦେଖନ୍ତୁ ଶେଷ ପର୍ଯ୍ୟନ୍ତ ଆପଣମାନେ ଜାଣିପାରିବେ ଯଦି ଆପଣମାନେ ସୁଭଦ୍ରା ହିତାଧିକାରୀ ଅଛନ୍ତି କ'ଣ ରହିଛି ଅପଡେଟ୍। ତ ଦେଖନ୍ତୁ ଜାନୁଆରୀ 15 ତାରିଖ ପରେ ସୁଭଦ୍ରା ପ୍ରଥମ କିସ୍ତି ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ତେବେ ନିର୍ଦ୍ଦିଷ୍ଟ କେତେ ତାରିଖରେ ଟଙ୍କା ମିଳିବ ସେଇ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କୌଣସି ସୂଚନା ଦେଇନାହାନ୍ତି। ମାର୍ଚ୍ଚ 30 ପରେ ଆବେଦନ କରିଥିଲେ ଏକାଥରକେ ମିଳିବ ସୁଭଦ୍ରା ଟଙ୍କା 2 କିସ୍ତିଟି। ଗାଁରେ ଶେଷ ଯୋଗ୍ୟ ହିତାଧିକାରୀଙ୍କ ଆବେଦନ ନ କରିଥିବା ଯାଏଁ ଚାଲିବ। ସେଇ ନେଇ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ 8 ଥିଲା। ମାର୍ଚ୍ଚ 30 ପରେ ଆବେଦନ କଲେ ବି ମିଳିବ ପ୍ରଥମ କିସ୍ତି ଟଙ୍କା। ବ୍ୟାଙ୍କ ଗୁଡ଼ିକ ସହିତ ବୈଠକ ସରିଲାଣି। ଏବେ ଅଙ୍ଗନବାଡ଼ି ଦିଦି ମାନେ ଘର ବୁଲିଛି। ତେଣୁ ଯାହାର 5 ଏକର ଜମି ଅଛି ବା ନାହିଁ ତଦନ୍ତ ପାଇଁ ଡିସେମ୍ବର 30 ଯାଏଁ ପୂର୍ବରୁ ସୂଚନା ଦେଇଥିଲା। ଏହି ସମୟର ଅବଧିକୁ ଜାନୁଆରୀ 15 ଯାଏଁ ବୃଦ୍ଧି କରାଯାଇଛି। ତେଣୁ ଜାନୁଆରୀ 15 ପରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ତ ଦେଖନ୍ତୁ ଯଦି ଆପଣମାନେ ଏବେ ବି ଆବେଦନ କରିନାହାନ୍ତି ତାହେଲେ ଆପଣମାନେ ଆବେଦନ କରନ୍ତୁ। ଯେଉଁମାନେ ଆବେଦନ କରିଥିଲେ ଅପେକ୍ଷା କରିଛନ୍ତି ସେମାନେ ପ୍ରଥମ କିସ୍ତି ବା ଚତୁର୍ଥ ପର୍ଯ୍ୟାୟ ବା ଆପଣମାନେ ଖୁବ୍ ଶୀଘ୍ର ପାଇବାକୁ ଯାଉଛନ୍ତି ଜାନୁଆରୀ 15 ପରେ। ତ ଏଇଭଳିଆ ଆଜିର ଅପଡେଟ୍ ଥିଲା। ଆଶା କରୁଛି ଭିଡ଼ିଓ ଭଲ ଲାଗିବ ତାହେଲେ ସେୟାର କରନ୍ତୁ, ଲାଇକ୍ କରନ୍ତୁ।